କିଛି ଜାହାଜ ଦିନେ ବାଲି ବର୍ଣ୍ଣୀୟ ଜାଭା ସୁମାତ୍ରାରେ ପହଞ୍ଚି ଯାଇଥିଲା। ଆଉ ସେ ପୁଣି ତ ବହୁ ବର୍ଷ ପରେ ପୁଣି ଫେରି ଆସିଲା। ତାକୁ ଫେରେଇ ଆଣିଲେ ସୁବର୍ଣ୍ଣରେଖାର ସେହି ଐତିହ୍ୟ ସମ୍ପୂର୍ଣ୍ଣ ଭୂମିକୁ। ଏ ମାଟିର ଜଣେ ସୁଯୋଗ୍ୟ ସନ୍ତାନ, ସେ ହେଲେ ସତ୍ୟଶିବ ଦାସ। ସତ୍ୟଶିବ ଦାସଙ୍କ ସମ୍ପର୍କରେ ମୁଁ ଯେଉଁ କଥାଟି ଏଠି କହିବି, ସେଦିନ ଖୋର୍ଦ୍ଧା ମାଟିକୁ ପାଦ ଦେଲା ପରେ କବି ଜଣେ ଗାଇଥିଲେ, କିକଲି କିକଲି ଆଜି ଅପରାଧ, କି ଭୂଇଁରେ ଆଜି ଦେଲେ ମୁଢ଼ି ପାଦ। ଏ ମାଟି ଆଜି ଏ ଯେଉଁ ଆଲୁହାବୃତ୍ତି ମାଟି, ଏ ଆଲୁହାବୃତ୍ତି ମାଟିର ଲୋକମାନେ, ଯୁବକମାନେ, ଏମାନଙ୍କ ମନରେ ମଧ୍ୟ ଆଜି ଏକ ନୂଆ ସ୍ୱପ୍ନ, ନୂଆ ଉନ୍ମାଦନା, ନୂଆ ଭାବନା ସୃଷ୍ଟି ହେଲାଣି ଏ ଗାଁ ସମ୍ପର୍କରେ। ସେମାନେ ନିଜକୁ ଗୌରବାନ୍ୱିତ ମନେ କରୁଛନ୍ତି। ଏ ଗାଁର ପିଲା ହୁଅନ୍ତୁ, ଯୁବକ ହୁଅନ୍ତୁ, ବୃଦ୍ଧ ବୃଦ୍ଧା ହୁଅନ୍ତୁ, ସେମାନେ ତାଙ୍କ ଗାଁର ନାମକୁ କହୁଛନ୍ତି ଆଲୁହା ବୃତ୍ତି। ଆଲୁହା ବୃତ୍ତିର ଅର୍ଥ ହେଉଛି ଯେଉଁଠି ଆରମ୍ଭ ହୁଏ, ଯେଉଁ କାମ ଆରମ୍ଭ କରୁ, ସେ କାମରୁ କେବେ ନିଜକୁ ନିବୃତ୍ତ କରୁନି। ଆମେ ସେ କାମକୁ ଆଗକୁ ନେଇଯାଉ। ଦୀର୍ଘ 5 ବର୍ଷ ଧରି ଏକଲା ଚଲୋ ଏକଲା ଚଲୋ ଏକଲା ଚଲୋରେ ସତ୍ୟଶିବ ଯେତେବେଳେ କେହି ପ୍ରଶ୍ନ